ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଟିକେ ସାର୍। ଦେଖନ୍ତୁ ପିଲାମାନେ, ବାଲେଶ୍ୱର ଜିଲ୍ଲାର ହୋମଗାର୍ଡ଼ ତରଫରୁ ନୋଟିଫିକେସନ୍ ଆସିଛି, ଯେଉଁଥିରେ ସେହି ବାଲେଶ୍ୱର ଜିଲ୍ଲାର ହୋମଗାର୍ଡ଼ ପାଇଁ ଲିଖିତ ପରୀକ୍ଷାର ସବୁ ନିୟମାବଳୀ ରହିଛି। ସେ ବିଷୟରେ ଆମେ ଡିଟେଲ୍ ଆଲୋଚନା କରିବା। ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକିନା ମୁଁ ଅଲ୍ ଜବ୍ ରିଲେଟେଡ଼୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ। ବୁଝିଗଲା ପିଲାମାନେ? କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ। ଚାଲନ୍ତୁ ବିଳମ୍ବ ନକରି ଆରମ୍ଭ କରିବା। ଓକେ, ଦେଖନ୍ତୁ ପିଲାମାନେ, ଏ ହେଉଛି ବାଲେଶ୍ୱର ଜିଲ୍ଲାର ଗୃହରକ୍ଷୀ କାର୍ଯ୍ୟାଳୟ ତରଫରୁ ଅଫିସିଆଲ ନୋଟିଫିକେସନ୍। ଏଇଥିରେ ଆପଣମାନଙ୍କର ଗୃହରକ୍ଷୀ ଚୟନ ପ୍ରକ୍ରିୟା ନିମନ୍ତେ ଲିଖିତ ପରୀକ୍ଷା, ତା ପାଇଁ ଗୋଟେ ବିଜ୍ଞପ୍ତି ଆସିଛି। ବୁଝିହେଲା? ପୂର୍ବରୁ 17/4/2025 ମାନେ ଏପ୍ରିଲ 17 ତାରିଖ 2025 ଅନୁସାରେ ଜିଲ୍ଲାରେ ସର୍ବମୋଟ 197ଟି ଗୃହରକ୍ଷୀର ପଦବୀ ଆସିଥିଲା, ଯେଉଁଟାକି ଆପଣମାନେ ପୂର୍ବରୁ ଏହାର ଫର୍ମ ଏ ବା ଫର୍ମ କୋ ମାଧ୍ୟମରେ ଆପ୍ଲାଏ କରିଥିଲେ। ବୁଝିହେଲା? କିନ୍ତୁ ବର୍ତ୍ତମାନ କ'ଣ କହୁଛି ନା ଏହାର 197ଟି ଯେଉଁ ଗୃହରକ୍ଷୀ ପଦବୀ ଆସିଛି ତାର ଲିଖିତ ପରୀକ୍ଷା ହେବ, ମାନେ ରିଟିନ୍ ଏକ୍ଜାମ୍ ହେବ। କେବେ ହେବ ଦେଖନ୍ତୁ, 14/12/2025 ତାମାନେ ଡିସେମ୍ବର ମାସ 14 ତାରିଖରେ ଆପଣମାନଙ୍କର ରିଟିନ୍ ପରୀକ୍ଷା ହେବ। କେତେ ସମୟରେ ହେବ ଦେଖନ୍ତୁ, ସକାଳ 9:30 ପାଖରୁ 11ଟା ମଧ୍ୟରେ ଆପଣମାନଙ୍କର ରିଟିନ୍ ପରୀକ୍ଷା ହେବ। କେଉଁ ଜାଗାରେ ହେବ? ରିଜର୍ଭ ପୋଲିସ ଗ୍ରାଉଣ୍ଡ ବାଲେଶ୍ୱର। ଏଇଠାରେ ଆପଣମାନଙ୍କର ରିଟିନ୍ ଏକ୍ଜାମ୍ ବା ଲିଖିତ ପରୀକ୍ଷା ହେବ। ବୁଝିପାରିଲେ ପିଲାମାନେ? ତାହେଲେ 14 ତାରିଖ ଡିସେମ୍ବର ମାସ କେତେବେଳେ ନା ସକାଳ 9:30ରୁ 11 ମଧ୍ୟରେ। କେଉଁ ଜାଗାରେ? ନା ରିଜର୍ଭ ପୋଲିସ ଗ୍ରାଉଣ୍ଡ ବାଲେଶ୍ୱରରେ ଆପଣମାନଙ୍କର ରିଟିନ୍ ପରୀକ୍ଷା ହେବ। ତେଣୁକରି ଆପଣମାନେ କ'ଣ କରିବେ ନା ସେଇଦିନ ସକାଳ 7ଟା ସୁଦ୍ଧା ସେହି ବାଲେଶ୍ୱର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଉପସ୍ଥିତ ରହିବେ। ତାମାନେ ଏହାର ରିପୋର୍ଟିଂ ଟାଇମ୍ ହେଉଛି ଆପଣମାନଙ୍କର ସକାଳ 7 ଘଟିକା ସମୟରେ। ବୁଝିହେଲା? ତେଣୁକରି ସମସ୍ତେ ସେହି ସମୟରେ ଉପସ୍ଥିତ ରହିବେ। ବୁଝିହେଲା ପିଲାମାନେ? ତାପରେ ଏବେ ଆମେ ଜାଣିବା ଏହାର ପରୀକ୍ଷା ବିଷୟରେ କ'ଣ ସବୁ ରହିଛି। ନା ପ୍ରଥମେ ଆପଣମାନଙ୍କର ସାଧାରଣ ଜ୍ଞାନ ପରୀକ୍ଷା ହେବ। ସାଧାରଣ ଜ୍ଞାନ ଯେଉଁଥିରେ ଆପଣମାନଙ୍କର ବହୁ ବିକଳ୍ପୀ ପ୍ରଶ୍ନ ରହିବ, ମାନେ ସର୍ଟକଟ୍ରେ ଆପଣମାନଙ୍କୁ ଲେଖିବା ପାଇଁ ପଡ଼ିବ। ସେଇଥିରେ 40 ମାର୍କ ରହିଛି ପିଲାମାନେ। ତା ସହିତ ଆପଣମାନଙ୍କର ଓଡ଼ିଆ ଭାଷା ପରୀକ୍ଷା ହେବ, ଯେଉଁଥିରେ ଆପଣମାନଙ୍କର ଓଡ଼ିଆ ରଚନାଟିଏ ପଡ଼ିବ। ସେଇ ଓଡ଼ିଆ ରଚନାଟି ଆପଣମାନଙ୍କର 200 ଶବ୍ଦର ହେଇଥିବ, ଯେଉଁଥିରେ 20 ମାର୍କ ରହିଛି। ତା ମାନେ 40 ମାର୍କ ଆପଣମାନଙ୍କର ଜିକେ ପଡ଼ିବ, ପ୍ଲସ୍ ଆପଣମାନଙ୍କର 20 ମାର୍କସ୍ ପଡ଼ିବ ଏସେ ପଡ଼ିବ। ତା ମାନେ ଟୋଟାଲ୍ 60 ମାର୍କ ଆପଣମାନଙ୍କର ରହୁଛି। ସେଇ 60 ମାର୍କ ଆପଣମାନଙ୍କୁ 1.5 ଘଣ୍ଟା ସମୟ, ମାନେ ଘଣ୍ଟେ 30 ମିନିଟ୍ ମଧ୍ୟରେ ସମାପ୍ତ କରିବା ପାଇଁ ପଡ଼ିବ। ବୁଝିହେଲା? ପୁରା କ୍ଲିଅର ପିଲାମାନେ? ଇଏ ଥିଲା ଆପଣମାନଙ୍କର ବାଲେଶ୍ୱର ଜିଲ୍ଲାର ହୋମଗାର୍ଡ଼ର ସିଲେକ୍ସନ୍ ପ୍ରୋସେସ୍। ଚାଲନ୍ତୁ ଏବେ ଦେଖିବା ପରୀକ୍ଷାର୍ଥୀମାନଙ୍କ ପାଇଁ କ'ଣ କ'ଣ ନିର୍ଦ୍ଦେଶ ରହିଛି। ପ୍ରଥମେ ଦେଖନ୍ତୁ, ପରୀକ୍ଷାର୍ଥୀମାନେ ପରୀକ୍ଷାକୁ କ'ଣ ନେଇକି ଆସିବେ। ବିଟ୍ 1ରେ ଦେଖନ୍ତୁ, ନୀଳ ବା କଳା କଲମ ନେଇକି ଆସିବେ, ମାନେ ବ୍ଲୁ ଅର୍ ବ୍ଲାକ୍ ପେନ୍ ନେଇକି ଆସିବେ। ବୁଝିଗଲେ? 2 ନମ୍ବରରେ ଦେଖନ୍ତୁ, ମୂଳ ଓ ନକଲି ଆଡ଼ମିଟ୍ କାର୍ଡ଼, ତା ମାନେ ଅରିଜିନାଲ ଯେଉଁ ଆଡ଼ମିଟ୍ କାର୍ଡ଼ ତାକୁ ଆଣିବେ, ଆଉ ଯେଉଁଟା ଜେରକ୍ସ ତାକୁ ମଧ୍ୟ ନେଇକି ଆସିବେ। ହେଲା? ଦେନ୍ ଆପଣମାନଙ୍କର ଆଧାର କାର୍ଡ଼ କିମ୍ବା ଅନ୍ୟ କୌଣସି ସରକାରୀ ପରିଚୟ ପତ୍ର ନେଇ ଆସିଥିବେ, ମାନେ ଭୋଟର କାର୍ଡ଼ ହେଇପାରେ, ଆପଣମାନଙ୍କର ପାନ୍ କାର୍ଡ଼ ହେଇପାରେ, ନହେଲେ ଆପଣମାନଙ୍କର DL ହେଇପାରେ। ବୁଝିହେଲା? ଏଇସବୁ ଆପଣମାନଙ୍କର ନିଶ୍ଚୟ ନେଇକରି ଆସିବେ, ଯେକୌଣସି ଗୋଟେ। ଦେନ୍ ଆପଣମାନଙ୍କର ବିଟ୍ 4ରେ ଦେଖନ୍ତୁ, ପାଣି ବୋଟଲ ଧରିକି ଆସିବେ, କାହିଁକିନା ଆପଣମାନଙ୍କର ଫିଜିକାଲ ବି ହେଇପାରେ, ପୁଣି ଆପଣମାନଙ୍କର ପୋଲିସ ଗ୍ରାଉଣ୍ଡରେ ହେବ। ତେଣୁକରି ସେ ଗ୍ରାଉଣ୍ଡ ଭିତରେ ଆପଣ ରହିବେ ଖରାରେ ଆପଣମାନଙ୍କର, ତେଣୁକରି ପାଣି ବୋଟଲଟିଏ ନେଇକି ଆସିବେ। ଆଉ କ'ଣ ନା ବସିବା ପାଇଁ ଆସନ କିମ୍ବା ଦୋରି ନେଇକି ଆସିବେ। ନିଜେ ନିଜେ ବସିବେ, ନିଜର ଆରେଞ୍ଜମେଣ୍ଟ କରିବେ। ବୁଝିହେଲା ପିଲାମାନେ? ଦେନ୍ ଆପଣମାନଙ୍କର ଲେଖିବା ପାଇଁ କ୍ଲିପବୋର୍ଡ଼ ଗୋଟେ ନେଇକି ଆସିଥିବେ। ତେଣୁକରି ଏଇସବୁ ଜିନିଷକୁ ଆପଣମାନେ ନିଶ୍ଚୟ ନେଇକି ଆସିବେ। ଓକେ, ତାପରେ 2 ନମ୍ବର ପଏଣ୍ଟକୁ ଦେଖିବା। 2 ନମ୍ବର ପଏଣ୍ଟ ଆପଣମାନଙ୍କର କ'ଣ କହୁଛି ନା 9 ତାରିଖ, ମାନେ ଡିସେମ୍ବର 9 ତାରିଖ ଠାରୁ ଆପଣମାନଙ୍କର 13 ତାରିଖ ପର୍ଯ୍ୟନ୍ତ ସକାଳ 8ରୁ 2 ଘଟିକା ମଧ୍ୟରେ ନିଜ ନିଜ ପୋଲିସ ଷ୍ଟେସନରେ ଆପଣମାନଙ୍କର ପ୍ରମାଣପତ୍ର, କେଉଁ କେଉଁଗୁଡ଼ା
ନା ଆଧାର କାର୍ଡ଼ ହେଇପାରେ, ପାନ୍ କାର୍ଡ଼ ହେଇପାରେ, କିମ୍ବା ଡ୍ରାଇଭିଂ ଲାଇସେନ୍ସ ହେଇପାରେ, କିମ୍ବା ଭୋଟର କାର୍ଡ଼ ହେଇପାରେ। ଏହା ଭିତରୁ ଯେକୌଣସି ଗୋଟିଏ ଦେଖେଇବେ ଆଉ ଆପଣମାନଙ୍କର ପାସପୋର୍ଟ ସାଇଜ୍ କ'ଣ କରିବେ ଫଟୋକୁ ଦେଖେଇକି ଆପଣମାନଙ୍କର ଆଡ଼ମିଟ୍ କାର୍ଡ଼ଟିଏ କଲେକ୍ସନ୍ କରିବେ। ବୁଝିହେଲା ପିଲାମାନେ? ଆଉ ଥରେ କହୁଛି ମନ ଦେଇକି ଶୁଣନ୍ତୁ। ନା ଡିସେମ୍ବର ମାସ 9 ତାରିଖ ଠାରୁ ଡିସେମ୍ବର ମାସ 13 ତାରିଖ ମଧ୍ୟରେ ସକାଳ 8 ଘଟିକାରୁ 2 ଘଟିକା ମଧ୍ୟରେ ନିଜ ନିଜର ପୋଲିସ୍ ଷ୍ଟେସନ୍, ଆପଣମାନଙ୍କର ଯେଉଁ ପୋଲିସ୍ ଷ୍ଟେସନ୍, ସେ ପୋଲିସ୍ ଷ୍ଟେସନ୍କୁ ଯାଇକି ସେଇଥିରେ ଆପଣମାନଙ୍କର ଆଧାର କାର୍ଡ଼ ହେଇପାରେ, କିମ୍ବା ପାନ୍ କାର୍ଡ଼ ହେଇପାରେ, କିମ୍ବା ଡିଏଲ୍ ହେଇପାରେ, କିମ୍ବା ଭୋଟର କାର୍ଡ଼ ହେଇପାରେ, ଯେକୌଣସି ବି ଗୋଟେ କାର୍ଡ଼କୁ ନେଇକି ଯିବେ। ଆଉ ଆପଣମାନଙ୍କର କଲର୍ ପାସପୋର୍ଟ ସାଇଜ୍ର ଫଟୋ ଧରିକି ଯିବେ। ଆଉ ସେଇ ଥାନାରୁ ଆପଣମାନଙ୍କର ଆଡ଼ମିଟ୍ କାର୍ଡ଼ଟିକୁ ନେଇକି ଆସିବେ। ବୁଝିହେଲା? ମାନେ ଆଡ଼ମିଟ୍ କାର୍ଡ଼ଟି ଆପଣମାନଙ୍କର ନିଜ ଥାନାରେ ଆପଣମାନଙ୍କୁ ଦିଆଯିବ। ବୁଝିପାରିଲେ? ଯଦି ବି ସେଇଥିରେ କୌଣସି ପ୍ରୋବ୍ଲେମ୍ ହେଲା ବା ଆପଣମାନଙ୍କୁ ଦିଆଗଲା ନାହିଁ, ତାହେଲେ ଆପଣମାନଙ୍କର ଗୋଟେ ନମ୍ବର ରହିଛି। ଏଇ ନମ୍ବରରେ ଆପଣ ଯୋଗାଯୋଗ କରିବେ। ସେ ନମ୍ବରଟି ହେଉଛି 7326091600। ଏଇ ଫୋନ୍ ନମ୍ବର ମାଧ୍ୟମରେ ଆପଣମାନେ ଯୋଗାଯୋଗ ମଧ୍ୟ କରିପାରିବେ। ବୁଝିହେଲା? ଆଉ ଦେଖନ୍ତୁ, ପରୀକ୍ଷା ସମୟରେ ଆପଣମାନେ କ'ଣ ନ ନେଇକି ଆସିବେ। ଦେଖନ୍ତୁ, ସ୍ମାର୍ଟଫୋନ୍, ସ୍ମାର୍ଟ ୱାଚ୍ ମାନେ ହାତଘଣ୍ଟା, କାଲକୁଲେଟର, କ୍ୟାମେରା, ଏଇସବୁ ଇଲେକ୍ଟ୍ରୋନିକ୍ସ ଜିନିଷକୁ ଆପଣମାନେ ବିଲକୁଲ ପରୀକ୍ଷା ସମୟରେ ନେବେ ନାହିଁ। ମନେ ରଖିଥାନ୍ତୁ। ଦେନ୍ ଆମେ ଦେଖିବା ନମ୍ବର 4। ନମ୍ବର 4 କ'ଣ କହୁଛି? ଆପଣମାନଙ୍କର ଯଦି ବୈଷୟିକ ଦକ୍ଷତା ମାନେ ଟ୍ରେଡ୍ କିମ୍ବା ସ୍କିଲ୍ ଟେଷ୍ଟର ଆପଣ ଚୟନ କରିଛନ୍ତି, ମାନେ ଯେତେବେଳକୁ ଆପଣମାନେ ଫର୍ମ ଏ ବା ଫର୍ମ କ ରେ ଯେତେବେଳକୁ ଫିଲ୍ଅପ୍ କଲେ, ସେତେବେଳକୁ ଆପଣ ଯଦି କୌଣସି ଟ୍ରେଡ୍ କିମ୍ବା ସ୍କିଲ୍ ଉପରେ ଯଦି ଆପଣ କ୍ୟାଟେଗୋରିକୁ ଚୁଜ୍ କରିଥିବେ, ତାହେଲେ ଆପଣମାନଙ୍କର ଲିଖିତ ପରୀକ୍ଷା ସମୟରେ ଗୋଟିଏ ଦକ୍ଷତା ଚୟନ କରିବେ। ବୁଝିହେଲା? ତାମାନେ ସ୍କିଲ୍ ଟେଷ୍ଟ ହେବ କିମ୍ବା ଆପଣମାନଙ୍କର ଟ୍ରେଡ୍ ଟେଷ୍ଟ ହେବ। ବୁଝିଗଲେ ପିଲାମାନେ? ଯେମିତିକା ମନେ କରାଯାଉ ଜଣେ କ୍ୟାଣ୍ଡିଡେଟ୍ ଡ୍ରାଇଭିଂ ପାଇଁ ଫର୍ମ ଏ ବା ଫର୍ମ କ ରେ ସେ ଫିଲ୍ଅପ୍ କରିଛି। ତେଣୁକରି ସେହି କ୍ୟାଣ୍ଡିଡେଟ୍ କ'ଣ କରିବେ ନା ଡ୍ରାଇଭିଂ ପାଇଁ ତାଙ୍କର ଗୋଟେ ସ୍କିଲ୍ ଟେଷ୍ଟ ଦେବେ। ତାମାନେ ହେଇଥାଇପାରେ ଆପଣମାନଙ୍କର ଡ୍ରାଇଭିଂ ଟେଷ୍ଟ ହେଇପାରେ। ବୁଝିହେଲା? ଆଉ କ'ଣ ହେଇପାରେ ନା ଡ୍ରାଇଭିଂ ରିଲେଟେଡ଼୍ର ଆପଣମାନଙ୍କର କୌଣସି ଜିକେ ଟେଷ୍ଟ ମଧ୍ୟ ଦେଇପାରନ୍ତି। ବୁଝିପାରିଲେ ନା ପିଲାମାନେ? ଠିକ୍ ସେମିତିକା ଯେଉଁମାନେ ଏସି ମେକାନିକ୍ସରେ ଆପ୍ଲାଏ କରିଥିବେ ବା ପ୍ରିଫରେନ୍ସ ଦେଇଥିବେ, ସେମାନଙ୍କର ସେଇ ରିଲେଟେଡ଼୍ କ୍ୱେଶ୍ଚନ୍ସର ଏକ୍ଜାମ୍ କରିପାରନ୍ତି। ନହେଲେ ଆପଣମାନଙ୍କୁ ପ୍ରାକ୍ଟିକାଲି ତାକୁ କିଛି କରିବା ପାଇଁ କହିବେ, ଯେଉଁଟାକି ଆପଣମାନଙ୍କର ଦକ୍ଷତା ଚୟନ ଟେଷ୍ଟ କୁହାଯିବ। ବୁଝିଗଲେ? ମନେ ରଖନ୍ତୁ, ଏଇ ଯେଉଁ ଦକ୍ଷତା ପରୀକ୍ଷା ଆପଣମାନଙ୍କର ହେବ, ଏଇଟା ଶାରୀରିକ ପରୀକ୍ଷା ପରେ ହେବ। ବୁଝିହେଲା? ତାମାନେ ଫିଜିକାଲ୍ ଟେଷ୍ଟ ହେବ। ସେଇ ଫିଜିକାଲ୍ ଟେଷ୍ଟ ପରେ ଆପଣମାନଙ୍କର ଯେଉଁ ପ୍ରାର୍ଥୀ କ'ଣ କରିଥିବେ ନା ଯେଉଁ ଟ୍ରେଡ୍କୁ ପ୍ରିଫରେନ୍ସ କରିଥିବେ ବା ଯେଉଁ ସ୍କିଲ୍କୁ ଆପଣମାନଙ୍କର ଫର୍ମରେ ଫିଲ୍ଅପ୍ କରିଥିବେ, ତା ଉପରେ ଆପଣମାନଙ୍କର ବୈଷୟିକ ଦକ୍ଷତା ପରୀକ୍ଷା ହେବ, ମାନେ ସ୍କିଲ୍ ଟେଷ୍ଟଟିଏ ହେବ। ବୁଝିହେଲା? ତାମାନେ ରିଟିନ୍ ଟେଷ୍ଟ ହେବ, ତାପରେ ଫିଜିକାଲ୍ ହେବ, ତାପରେ ଯେଉଁମାନେ ଯେଉଁ ଟ୍ରେଡ୍ରେ ବା ଯେଉଁ କ୍ୟାଟେଗୋରିରେ ବା ଯେଉଁ ସ୍କିଲ୍ରେ ଆପ୍ଲାଏ କରିଥିବେ, ତାଙ୍କର ବୈଷୟିକ ପରୀକ୍ଷା ବା ଟ୍ରେଡ୍ ଟେଷ୍ଟ, ସ୍କିଲ୍ ଟେଷ୍ଟ ହେବ। ବୁଝିଗଲେ? ଦେନ୍ ଆଉ ସଭା ଶେଷରେ ଆପଣମାନଙ୍କର ଭାଇବା ଟେଷ୍ଟ ହେବ ପିଲାମାନେ। ବୁଝିହେଲା? ତେଣୁକରି ସବୁଠାରୁ ଶେଷରେ ଆପଣମାନଙ୍କର ଭାଇବା ଟେଷ୍ଟ ହେବ। ବୁଝିଗଲେ? ତେଣୁକରି ଏହାର ଡେଟ୍, ଟାଇମ୍, କେଉଁ ପ୍ଲେସ୍ରେ ଆପଣମାନଙ୍କର ହେବ, ସବୁକିଛି ଆପଣମାନଙ୍କର ସେ ଆଡ଼ମିଟ୍ କାର୍ଡ଼ରେ ମେନସନ୍ ହେଇଥିବ। ବୁଝିହେଲା? ତେଣୁକରି ଯେଉଁମାନେ ଆଡ଼ମିଟ୍ କାର୍ଡ଼ଟିଏ କଲେକ୍ସନ୍ କରିବେ, ଆଣିବେ, ସେମାନେ ନିଶ୍ଚୟ ଆମର ଟେଲିଗ୍ରାମ ଗ୍ରୁପ୍ରେ ମେନସନ୍ କରିବେ। ନହେଲେ କମେଣ୍ଟ ବକ୍ସରେ କମେଣ୍ଟ କରିକି ନିଶ୍ଚୟ ଜଣାଇବେ କେଉଁ ଜାଗାରେ ଆପଣମାନଙ୍କର ସେଣ୍ଟର ପଡ଼ିଛି, କେଉଁ ସମୟରେ ଆପଣମାନଙ୍କର ଭାଇବା ଟେଷ୍ଟ ହେବ। ବୁଝିଗଲେ? ତେଣୁକରି ଅଫିସିଆଲ୍ ଟେଲିଗ୍ରାମ ଚ୍ୟାନେଲ୍ ଏଡିଏସ୍ ନଲେଜ୍ ପଏଣ୍ଟ, ତାକୁ ନିଶ୍ଚୟ ଜଏନ୍ କରିବେ। ତା ନହେଲେ ଆପଣମାନଙ୍କର ଯେଉଁ ଡାଉଟ୍ ରହିବ, ମୋର ଟେଲିଗ୍ରାମ ଗ୍ରୁପ୍ ଡିକେ ସାର୍ ଓଡ଼ିଶା, ସେଇଥିରେ ମଧ୍ୟ ଜଏନ୍ କରିପାରିବେ। ତାର ଲିଙ୍କ୍ ଆପଣମାନଙ୍କର ଡେସ୍କ୍ରିପସନ୍ ବକ୍ସରେ ରହିଛି, ନିଶ୍ଚୟ ଜଏନ୍ କରିବେ। ବୁଝିହେଲା? ସେଇ କଥା ମୁଁ ପୂର୍ବରୁ କହୁଥିଲି, ଯେଉଁଟାକି ଆପଣମାନଙ୍କର 6 ନମ୍ବର ପଏଣ୍ଟରେ ରହିଛି। ହେଲା? ତେଣୁକରି ବ୍ୟକ୍ତିଗତ ସାକ୍ଷାତକାର ଏହାର ସ୍ଥାନ ଆଉ ତାରିଖ ପରେ ଆପଣମାନଙ୍କୁ ସୂଚିତ କରାଯିବ, ଯେଉଁଟାକି ଆଡ଼ମିଟ୍ କାର୍ଡ଼ରେ ରହିବ। ବୁଝିହେଲା? ତେଣୁକରି ନିଶ୍ଚୟ ଆପଣମାନେ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ କରିକି ମେନସନ୍ କରିବେ। ଆଉ ଯାହା ବି ଡାଉଟ୍ ରହିବ, ତାକୁ ମଧ୍ୟ ଆପଣମାନେ ସେଇ ଗ୍ରୁପ୍ରେ ପଚାରି ପାରିବେ। ଓକେ। ତାପରେ ଦେଖନ୍ତୁ, ଆପଣମାନଙ୍କର ବିଶେଷ ଘୋଷଣା ଗୋଟେ ରହିଛି, ଯେଉଁଟାକି ପ୍ରତ୍ୟେକ ପିଲାମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। କ'ଣ ରହିଛି ଦେଖନ୍ତୁ, ଯଦି କୌଣସି ପ୍ରାର୍ଥୀ କ'ଣ କରିବେ, ଅନୁଚିତ ଉପାୟ, ମାଧ୍ୟମ ଆଉ ପଦ୍ଧତିକୁ ଯଦି ବ୍ୟବହାର କରୁଛନ୍ତି, ଆଉ ଆପଣମାନେ ଧରା ପଡ଼ୁଛନ୍ତି, ମାନେ
ଆପଣ କରିଛନ୍ତି ବୋଲି ପ୍ରମାଣିତ ହୁଅନ୍ତି ତାହେଲେ ତାଙ୍କୁ ତୁରନ୍ତ ଅଯୋଗ୍ୟ ଘୋଷଣା କରାଯିବ। ଦେଖନ୍ତୁ ଅଯୋଗ୍ୟ ତ କରାଯିବ ମାନେ ଡିସ୍କ୍ୱାଲିଫାଇ କରାଯିବ, ତା ସହିତ ବଡ଼ ଘୋଷଣାଟିଏ ଦେଖନ୍ତୁ ନା ଭବିଷ୍ୟତରେ ଯେକୌଣସି ବି ବାଲେଶ୍ୱର ପୋଲିସର ସମସ୍ତ ପରୀକ୍ଷା ଆପଣମାନେ ଦେଇପାରିବେ ନାହିଁ, ମାନେ ସେଇ ନିଯୁକ୍ତିରୁ ଆପଣମାନଙ୍କୁ ବାରଣ କରାଯିବ। ଏଇଟା ହେଉଛି ଆପଣମାନଙ୍କର ବହୁତ ଇମ୍ପୋର୍ଟାଣ୍ଟ। ତେଣୁକରି ଏଇ ପଏଣ୍ଟକୁ ନିଶ୍ଚୟ ମନେ ରଖନ୍ତୁ। ତେଣୁକରି କୌଣସି ଚିଟିଂ କିମ୍ବା ସେଇ ସିଲେକ୍ସନ୍ ପ୍ରୋସେସ୍ରେ ଯେମିତିକା ଆପଣମାନେ ବାଧା ନ ଦିଅନ୍ତି। ମନେ ରଖନ୍ତୁ ପିଲାମାନେ, ଆପଣମାନଙ୍କର କ୍ୟାରିୟର କଥା ବୁଝିଗଲା। ତେଣୁକରି ଇଏ ଥିଲା ଆପଣମାନଙ୍କର ବାଲେଶ୍ୱର ଜିଲ୍ଲାର ହୋମଗାର୍ଡ଼ର ସିଲେକ୍ସନ୍ ପ୍ରୋସେସ୍, କାହା ପରେ କ'ଣ ହେବ, କେମିତି ହେବ। ୟା ପରେ ଯାହା ବି ନୋଟିଫିକେସନ୍ ଆସିବ ମୁଁ ଡିଟେଲ୍ ଆପଣମାନଙ୍କ ପାଖକୁ ନେଇ ଆସିବି। ତେଣୁକରି ଏଇ ଟାଇପ୍ର ଜବ୍ ରିଲେଟେଡ୍ ନୋଟିଫିକେସନ୍ ପାଇବା ପାଇଁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକି କହିଲେ ଦେଖିବା, କାହିଁକି ନା ମୁଁ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ, ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ଭିଡ଼ିଓ ଛାଡ଼ିବି ମାନେ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ପହଞ୍ଚିଯିବ। କିଛି ଅସୁବିଧା ହେବ ନାହିଁ ପିଲାମାନେ, ବୁଝିଗଲା। ସାଙ୍ଗମାନଙ୍କ ନିକଟକୁ ସେୟାର କରିବେ, ଭିଡ଼ିଓକୁ ଲାଇକ୍ କରିବେ ଆଉ ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।